ରହିକି ଯିଏ ଛଳ କରିଥାଏ ତାଠାରୁ ବଡ଼ ଶତ୍ରୁ ଆଉ କେହି ନାହିଁ। ଆଉ ଯିଏ ଆମ ମୁହଁରେ ଆମ ଖରାପ ଗୁଣ କହିଦେଇଥାଏ ତାଠାରୁ ବଡ଼ ମିତ୍ର ଆଉ କେହି ନଥାଏ। ଶରୀରର ସୁନ୍ଦରତା ମନକୁ ଆକର୍ଷଣ କରିଥାଏ, କିନ୍ତୁ ସ୍ୱଭାବର ସୁନ୍ଦରତା ହୃଦୟକୁ ଆକର୍ଷିତ କରିଥାଏ। ମୋତେ ଏଥିପାଇଁ ବି ଲୋକେ ଦୁର୍ବଳ ଭାବିଥାନ୍ତି, କାହିଁକିନା ମୋ ପାଖରେ ଏତେ ବି ଶକ୍ତି ନାହିଁ କାହା ହୃଦୟ ଭାଙ୍ଗିବାକୁ। ହୋଇପାରେ ଏବେ ସେ ସମୟ ଆସିଯାଇଛି ବନ୍ଧୁ, ମୁଁ ଜୀବନରେ ଆଗକୁ ବଢ଼ିଯିବି ଆଉ ସେଇ ଲୋକମାନଙ୍କୁ ନିଜ ଜୀବନରୁ ଅଲଗା କରିଦେବି, ଯେଉଁମାନଙ୍କୁ ମୁଁ ରହିବା ନ ରହିବାର କିଛି ଫରକ ପକାଇ ନଥାଏ। ଯେବେ ଅଧିକ ହସୁଥିବା ଆଉ ଅଧିକ କହୁଥିବା ଲୋକ ଚୁପ୍ ହୋଇଯାଏ, ତେବେ ଏହି କଥା ବୁଝିଯାଅ କି ସେ ମଣିଷ ଭିତରୁ ଭାଙ୍ଗି ପଡ଼ିଛି ବୋଲି। ଈଶ୍ୱର କହିଥାନ୍ତି କି କାହାକୁ କଷ୍ଟ ଦେଇକି କେବେ ମୋ ପାଖରୁ ଖୁସିର ଆଶା ରଖ ନାହିଁ। ଯଦି ପାରୁଛ କାହା ମୁହଁରେ ଟିକିଏ ହସ ଦେଇକି ଦେଖ, ଆଉ ନିଜର କଷ୍ଟକୁ ନେଇ ଚିନ୍ତା କର ନାହିଁ। ବହୁତ ଅଜବ ଦୃଶ୍ୟ ବନ୍ଧୁ ଏହା। ଆଜିକାଲି ସମସ୍ତେ ସବୁ କିଛି ସାଇତି ରଖୁଛନ୍ତି, କିନ୍ତୁ ଯେବେ ଯିବେ ଖାଲି ହାତରେ। ଭରସା ଭାଙ୍ଗିଲେ କିଛି ଶବ୍ଦ ହୋଇନଥାଏ, କିନ୍ତୁ ତାହାର ଧ୍ୱନି ଜୀବନ ସାରା ଶୁଣିବାକୁ ମିଳିଥାଏ। ଲୋକ ଯଦି ନିଜ ବୋରିଂପଣକୁ ଦୂର କରିବା ପାଇଁ ତୁମ ସାଥିରେ କଥା ହେଉଛନ୍ତି, ତେବେ ତାକୁ ପ୍ରେମ ଭାବିବାର ଭୁଲ କେବେ ବି କରିବ ନାହିଁ। ସଚ୍ଚା ପ୍ରେମ ତ ତାହା ଅଟେ ମୋର ବନ୍ଧୁ, ଯେବେ ଜଣେ ଜଣକୁ ହରାଇବାକୁ ଡରିଥାନ୍ତି। ଜୀବନ ବିତୁଛି ଗୋଟିଏ ପରେ ଗୋଟିଏ ପରୀକ୍ଷା ଦେଇ ଦେଇ। ଗୋଟିଏ ଦୁଃଖ ସରୁନାହିଁ, ଆଉ ଗୋଟିଏ ଦୁଃଖ ଆସିବାକୁ ପ୍ରସ୍ତୁତ। ଏବେ ଭୟ ଲାଗୁଛି ମୋର ବନ୍ଧୁ କାହାକୁ ନିଜର ଦୁଃଖ କଷ୍ଟ ଜଣାଇବାକୁ, କାହିଁକିନା ସମୟ ଲାଗିନଥାଏ ଲୋକଙ୍କୁ କାହାର କଷ୍ଟକୁ ମଜାକ ବନାଇବାକୁ। ଏବେ ସଚ୍ଚୋଟତାର ଜମାନା ହିଁ ନାହିଁ। କ୍ଷମା ମାଗିନେଲେ ଲୋକ ନିଜର ଦୁର୍ବଳତା ଭାବୁଛନ୍ତି। ସମ୍ପର୍କକୁ କେବେ ବି ଧୋକା ଦିଅ ନାହିଁ। ଯଦି ପସନ୍ଦ ନୁହେଁ ତେବେ ସିଧା ସିଧା ମୁହଁରେ ମନା କରିଦିଅ। ପ୍ରତିଦିନ ଲୁହକୁ ପୋଛିବା ଅପେକ୍ଷା ତାକୁ ହିଁ ସଫା କରିଦିଅ ଯିଏ ତୁମ ଲୁହର କାରଣ ସାଜୁଛି। ଜୀବନରେ ନିଜ ଲୋକଙ୍କୁ ହରାଇବାର ଡର ହିଁ ଦୁନିଆର ସବୁଠୁ ବଡ଼ ଡର ହୋଇଥାଏ। ଏକଥାକୁ କେବଳ ସିଏ ବୁଝିଥାଏ ଯିଏ ନିଜ ଲୋକଙ୍କୁ ହରେଇଥାଏ। ଲୋକ ସେତେବେଳେ ଆମ ବିଶ୍ୱାସକୁ ଭାଙ୍ଗି ଦେଇଥାନ୍ତି ମୋର ବନ୍ଧୁ, ଯେବେ ଆମେ ତାଙ୍କ ଉପରେ ତାର ଉଦାହରଣ ଦେଇଥାନ୍ତି। ଯିଏ ଆପଣଙ୍କ ସବୁ କଥାକୁ ବିଶ୍ୱାସ କରିଥାଏ ତାକୁ କେବେ ବି ମିଛ କହିବ ନାହିଁ। ଯେବେ ପ୍ରଶ୍ନର ଉତ୍ତର ମିଳିବା ବନ୍ଦ ହୋଇଯାଏ ମୋର ବନ୍ଧୁ, ତେବେ ଏହି କଥା ବୁଝିଯାଅ ଗୋଟିଏ ମୋଡ଼ ନେବା ଜରୁରୀ। ତା ସମ୍ପର୍କ ହେଉ ଅବା ରାସ୍ତା। କାହାର ଖରାପ ସମୟରେ ତାର ହାତ ଧର ଆଉ ସାହାରା ଦିଅ, ଆଉ ତାକୁ ସାହସ ମଧ୍ୟ ଦିଅ। କାହିଁକିନା ଖରାପ ସମୟ ତ ଦିନେ ଚାଲିଯିବ, କିନ୍ତୁ ସିଏ ଆପଣଙ୍କୁ ଜୀବନ ସାରା ମନେ ରଖିବ। ସମୟ ଦେଖାଇ ଦେଲା ଲୋକଙ୍କ ଅସଲ ରୂପ, ନହେଲେ ମୁଁ ସମସ୍ତଙ୍କୁ ନିଜର ମାନି ନେଇଥିଲି। ମୁଁ ମୋ ଜୀବନର ଗାଡ଼ିରୁ ସାଇଡ଼ରେ ଲାଗିଥିବା ମିରରକୁ କାଢ଼ିଦେଲି, ଯେଉଁଥିରେ ପଛରେ ରହିଯାଉଥିବା ରାସ୍ତା ଆଉ ଖରାପ କରୁଥିବା ଲୋକ ନଜର ଆସୁଥିଲେ। ଯିଏ ସଂସାରକୁ ବଦଳାଇବାକୁ ଚେଷ୍ଟା କଲା ସିଏ ହାରିଗଲା, ଯିଏ ନିଜକୁ ବଦଳାଇ ପାରିଲା ସିଏ ଜିତିଗଲା। ଖରାପ କଥା ବରଦାସ୍ତ ହୋଇନଥାଏ ମୋ ଦ୍ୱାରା। ଏହା ମୁଁ ବୁଝିପାରୁନାହିଁ, ଏହା ମୋର ସ୍ୱାଭିମାନ ନା ଅଭିମାନ ଅଟେ। ହେ ପ୍ରଭୁ, ଜୀବନ ପଛେ ଛୋଟିଆ ଦିଅ, କିନ୍ତୁ ଏମିତି ଦିଅ ଯେମିତି ମୁଁ ଲୋକଙ୍କ ହୃଦୟରେ ବର୍ଷ ବର୍ଷ ଧରି ରହିବି। କାହାର କହିବା ଦ୍ୱାରା କେବେ ବି ନିଜକୁ ବଦଳାଅ ନାହିଁ, କାହିଁକିନା ହୋଇପାରେ ଆପଣଙ୍କୁ ବଦଳାଉଥିବା ଲୋକ ଆଗକୁ ଯାଇକି ନିଜେ ବଦଳିଯାଏ। ଅନୁଭବରୁ ଯେଉଁ ବ୍ୟକ୍ତି ଶିଖିଥାଏ ସେ ଦୁନିଆକୁ ଜିତି ପାରିଥାଏ। ଲୋକ କେବେ ବି ଖରାପ ହୋଇନଥାନ୍ତି ମୋର ବନ୍ଧୁ,
ଖାଲି ଆପଣଙ୍କ କାମରେ ଆସିଥାନ୍ତି, ସେଥିପାଇଁ ସେ ଖରାପ ଲାଗିଥାନ୍ତି। କିଛି ଲୋକ ଆପଣଙ୍କୁ କଷ୍ଟ ଛଡ଼ା ଅନ୍ୟ କିଛି ଦେବେ ନାହିଁ। ତୁମେ ତାଙ୍କୁ ନିଜର ସବୁ କିଛି ଦେଇଦିଅ ନା କାହିଁକି? ଯେବେ କୌଣସି ସମ୍ପର୍କ ବୋଝ ଲାଗିଥାଏ, ତାକୁ ଭାଙ୍ଗି ଦେବା ହିଁ ବୁଦ୍ଧିମତା ହୋଇଥାଏ। କାହାକୁ ଛାଡ଼ିବା ସହଜ ହୋଇଥାଏ, କିନ୍ତୁ ଭୁଲିବା ଏତେ ବି ସହଜ ହୋଇନଥାଏ। ତ ବନ୍ଧୁଗଣ, ଆଜି ପାଇଁ ତ ସମୟ ହେଇଯାଇଛି। ପୁଣି ଦେଖା ହେବ ଆସନ୍ତାକାଲି ଏକ ନୂଆ ଭିଡ଼ିଓ ସହିତ। ସେ ପର୍ଯ୍ୟନ୍ତ ଯଦି ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିନାହାନ୍ତି ତ ଏବେ ହିଁ କରିଦିଅନ୍ତୁ। ଆଉ ଆଜିର ବାର୍ତ୍ତାଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାନ୍ତୁ। ଆଉ ସାଙ୍ଗମାନଙ୍କୁ ସେୟାର ମଧ୍ୟ କରନ୍ତୁ। ତ ଜୟ ଜଗନ୍ନାଥ ବନ୍ଧୁଗଣ।